ଆଉ ସବୁଠୁ ବଡ କଥାଟେ ଏଠି ସ୍ୱାଧୀନତା ବିକିକି ଆମେ ସ୍ୱାଧୀନତା ବିକି ଦଉଛୁ ନା, ତେଣୁ ଏଠି ଆଉ ମୋ ସିନ୍ ପଡିଗଲା। ଟର୍ଚର ନିଶ୍ଚିତ ଭାବରେ କି କଥା ଟର୍ଚର ହେଇନି କେମିତି କହିଲେ ହବନି। ସେଇ ଟର୍ଚରଟା ଯେତେବେଳେ ଆପଣଙ୍କର ମୁଁ ସେଇ 94-95 ମସିହା କଥା କହୁଛି, ସେତେବେଳେ ଯୋଉ ଟର୍ଚରଟା ଥିଲା ମୁଁ ଓଡିଶା ପରେ ଥିଲାବେଳେ ଯୋଉ ଟର୍ଚରଟା ଥିଲା, ସେ ଟର୍ଚରଟା ସେତେବେଳେ ମୁଁ ଖରାପ ଲାଗୁଥିଲା। ମୁଁ ପରେ ବୁଝିପାଇଲି ଯେ ସେ ଟର୍ଚରଟା ମତେ ଆବଶ୍ୟକ ଥିଲା। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣଙ୍କର ଦୟା। ବର୍ତ୍ତମାନ 2024-25 ଯାତ୍ରା ଶେଷ ମାସରେ ଚାଲିଛି। ବର୍ତ୍ତମାନ ଆଉ ମାତ୍ର 1.5 ମାସ ପାଖାପାଖି ରହିଲା। ତ ଆସନ୍ତା ବର୍ଷ ପାଇଁ ଯାତ୍ରା ଶ୍ରୀ ବିଶ୍ୱ ଦରବାର ପୂର୍ଣ୍ଣ ପ୍ରସ୍ତୁତି ସରିଛି। ଆସନ୍ତା ବର୍ଷକୁ ନାଟକ ବୋଧେ ଆମେ 3 ଖଣ୍ଡ କରିବୁ ବୋଲି ଯେତିକି ମାଲିକଙ୍କ ସୂତ୍ରରୁ ଆମେ ଖବର ପାଇଛୁ। ନାଟକ ଉପରେ ସ୍ପେଶାଲି ବିଶ୍ୱ ଦରବାର ବହୁତ ଗୁରୁତ୍ୱ ଦିଏ ଏବଂ ଆସନ୍ତା ବର୍ଷକୁ ଭଲ ଭଲ ନାଟକ କରିବା ପାଇଁ ଆମେ ପ୍ରଯୋଜକ ମହୋଦୟ ମନସ୍ଥ କରିଛନ୍ତି ଏବଂ ତାର ଟାଇଟଲ ବି ବାହାରି ଗଲାଣି। ତ ବର୍ତ୍ତମାନ ଆଉ ମାସେ 1.5 ମାସ ରହିଲା ନାଟକ ପାର୍ଟି ଛୁଟି ହେବାକୁ। ତେଣୁ ନିଶ୍ଚିତ ଭାବରେ ଯାତ୍ରା ଶ୍ରୀ ବିଶ୍ୱ ଦରବାର ଉପରେ ଭରସା ରଖନ୍ତୁ। ଆସନ୍ତା ବର୍ଷକୁ ନିଶ୍ଚିତ ଭଲ ନାଟକ ଆପଣମାନଙ୍କୁ ଉପହାର ଦେବ। ଶୁଣନ୍ତୁ, କର୍ମମୟ ଜୀବନରେ ଯୋଉ ସେକ୍ଟରରେ ଯିଏ ଯୋଉଠି କାମ କରୁ, ଯାତ୍ରା ହଉ, ସିନେମା ହଉ, ସାଧାରଣ ଚାଷୀଟେ ହଉ, ଦୁଃଖ ସୁଖ ସବୁ ମିଶିକି ରହିଛି। ଆଉ ଦୁଃଖ ନଥିଲେ ସୁଖର କିଛି ସ୍ୱାଦ ଜାଣିପାରିବେନି, ଆଉ ସୁଖ ନଥିଲେ ବି ଦୁଃଖର ସ୍ୱାଦ କିଛି ଜାଣିପାରିବେନି। ତେଣୁ ସବୁ ମୁଁ ମୂଳରୁ ଯେତେବେଳେ ଆସିଥିଲି କଣ ସୁଖ ପାଇଥିଲି ନା? ମତେ ଏମିତି ଆପଣ ମାନଙ୍କ ମିଡିଆ ଆସିକି ମତେ ପଚାରୁଥିଲେ, ମତେ ବାସି ସେଇଥିରେ ଯୋଉ ପଚାରନ୍ତିନି, ଯୋଉଟା ଗୋଟେ କଥା ଅଛି ପଚରା ହେଇନି। ତ ବାକି ସେଇ ସବୁ ଦର୍ଶକ ମାନଙ୍କର ଭଲ ପାଇବା, ପ୍ରେମ, ମାଲିକ ମାନଙ୍କର ମୋ ପ୍ରତି ଭଲ ପାଇବା, ଆଉ ରାଇଟର ମାନଙ୍କର ମତେ ବିଶ୍ୱାସ କରି ଚରିତ୍ର ଦେବା, ସବୁ କଥାକୁ ମିଶି ମାସିକି ସଭା ଶେଷରେ ମୋର ପରିଶ୍ରମ, ମୋର ପ୍ରତିଭା, ଆପଣ ମାନଙ୍କ ଆଶୀର୍ବାଦରୁ, ବାପା ମାଙ୍କ ଆଶୀର୍ବାଦରୁ ଆଣିକି ଏଇ ଜାଗାରେ ପହଞ୍ଚିଛି। ତେଣୁ ଦୁଃଖ ନିଶ୍ଚିତ ଭାବରେ ସବୁ କ୍ୟାରିୟର ଆରମ୍ଭରେ ନିହାତି ଦୁଃଖ ଅଛି, ସଂଗ୍ରାମ ଅଛି, ତାହେଲେ ଭାବିବାର କିଛି ନାହିଁ। ଟର୍ଚର ନିଶ୍ଚିତ ଭାବରେ କି କଥା ଟର୍ଚର ହେଇନି କେମିତି କହିଲେ ହବନି। ସେଇ ଟର୍ଚରଟା ଯେତେବେଳେ ଆପଣଙ୍କର ମୁଁ ସେଇ 94-95 ମସିହା କଥା କହୁଛି, ସେତେବେଳେ ଯୋଉ ଟର୍ଚରଟା ଥିଲା ମୁଁ ଓଡିଶା ପରେ ଥିଲାବେଳେ ଯୋଉ ଟର୍ଚରଟା ଥିଲା, ସେ ଟର୍ଚରଟା ସେତେବେଳେ ମୁଁ ଖରାପ ଲାଗୁଥିଲା। ମୁଁ ପରେ ବୁଝିପାଇଲି ଯେ ସେ ଟର୍ଚରଟା ମତେ ଆବଶ୍ୟକ ଥିଲା। ଯୋଉ ମାନେ ମତେ ଆପଣ ବିଶ୍ୱାସ କରିବେନି, ଚାକିରି ନାହିଁ ମାନେ କାମ ତ କିଛି ନାହିଁ ନା। ଠାକୁର ପୂଜା ମୁଁ କରୁଥିଲି, କରିବା ଭିତରେ ଆଉ ଜଣେ ତାଙ୍କର ଯୋଉ ପୁରୁଣା ବ୍ରାହ୍ମଣ ଥିଲା ଆସିକି ପହଞ୍ଚିଗଲା। ତେଣୁ ମ୍ୟାନେଜର ମତେ କହିଲେ, ଗୋଟେ କାମ କର, ତମେ ଘରକୁ ଯାଅ। ମୁଁ କହିଲି ମୁଁ ଘରକୁ ଯିବିନି, କାମ କରିବି, ଯାତ୍ରା ରହିବି କଣ। ତା ଫାଇନାଲ ସେ ବିଦା କରିଦେଇ ସେ ପଳେଇଲେ। ତାପରେ ମତେ ମୋର ଜଣେ ହିତାକାଂକ୍ଷୀ ଥିଲେ, ନିରଞ୍ଜନ ବୋଲିକି, ନୀର ଭାଇ ମୁଁ ତାଙ୍କୁ ଡାକେ, ତାଙ୍କ ଘର ଆଡିଆ। ସିଏ ମତେ କହିଲେ, ତୁ କାମ କର, ଯେମିତି ହଉ ଲାଇଟ୍ କାମ, ମାଇକ୍ କାମ, ଯାହା ହଉଛି ତୁ ଗୋଟେ କର, ତୁ ପ୍ରଚାର କରିପାରିବୁ ନା? ମୁଁ କହିଲି ହଁ, ପ୍ରଚାର କରିଦେବି। କହିଲେ ସନ୍ଧ୍ୟା ଟୁ ରାତି 11ଟା ମତେ ପ୍ରଚାର କରିବି ଏଇ ଟେଣ୍ଟ ଭିତରେ ବସି। ମୁଁ କରିବି। ଆଉ ସେ ସେଠୁ ଯାହା ହଉ ନିରଞ୍ଜନ ଯିଏ ମ୍ୟାନେଜର ସହିତ ତାଙ୍କର ଭଲ ସମ୍ପର୍କ ଥିଲା, ସିଏ ଯାଇକି ତାଙ୍କୁ ପ୍ରସ୍ତାବ ଦେଲେ ଯେ ନନାଟା କହୁଛି ପ୍ରଚାର କରିବ, ଆଉ ଆମର ତ ନିହାତି ପ୍ରଚାର ପିଲା ଗୋଟେ ଦରକାର। ସନ୍ଧ୍ୟା ପୂର୍ବରୁ ବସିକି ପ୍ରଚାର କରିବି ରାତି 11ଟା ପର୍ଯ୍ୟନ୍ତ। ରାତି 11ଟା ମତେ ପ୍ରଚାର କରିସାରିଲା ପରେ ପୁଣି ରାତିରେ ଥିବ କଣ ନା ଗୋଟେ ସିନ୍, ରାତି 2:30 3ଟା ବେଳେ, ରାତି 4ଟା ବେଳେ ଧରି ଆଣ, ବାନ୍ଧି ପକା, ପୋଲିସ ବଳ, କନେଷ୍ଟବଳ, ଗାଁ ବାଲା, ଏସବୁ ଦୃଶ୍ୟ ଥିଲା। ତାକୁ ଯଦି ତମେ ଠିକରେ ସୁଚାରୁ ରୂପେ ଫେଲ ନ କରିବ, ସେ ବି ଟର୍ଚର ହଉଥିଲା। ଟର୍ଚର ମାନେ କଣ? ସିନିୟର ମାନେ ଆମକୁ କହୁଥିଲେ, ମାନେ ଯୋଉ କରନ୍ତି ଆମ ସାଙ୍ଗରେ। କିନ୍ତୁ ଆମେ ଯୋଉମାନେ ନୂଆ ଯାଇଥିଲୁ ସେତେବେଳେ, ମୁଁ ଖୋଲି କହୁଛି, ଦୀନବନ୍ଧୁ ବାବା ଥିଲେ, ଗଙ୍ଗାଧର ମଲ୍ଲିକ, ପ୍ରଭାତ ନାୟକ, ସେମାନେ ସବୁ ମରିକି ସ୍ୱର୍ଗରେ ହେଲେଣି। ସେମାନେ ଜଣେ ସିନିୟର କହିବ, ଏଇ ଗଲୁ ଟୋକା ଗଲୁ ଚା ନେଇ ଆସିବୁ। ଆଚ୍ଛା ମୁଁ କହିବି, ସାର୍ ମୁଁ ବା ଡ୍ରେସ ପିନ୍ଧି କେମିତି ବାହାରକୁ ଯିବୁ? ତୁ ଯା, ତତେ ଯେତିକି କହିଲି ସେତିକି କରି, ଯା ଚା ଆଣିବୁ। ମୁଁ ସେଠୁ ସେଇ ଯୋଉ କନେଷ୍ଟବଳ ଡ୍ରେସ ପିନ୍ଧି ଚା ପାଇଁ ପଳେଇଲ। ଚା ପାଇଁ ସେଠୁ ଚା ଟା ଧରିକି ଆଇଲା ବେଳକୁ ତାଙ୍କ ଭିତରେ ଶିକାଶିକି ହେଇଯାଇଥିବେ। ଆଉ ଜଣେ ସିନିୟର କହ, ତୁ ଡ୍ରେସ ପିନ୍ଧି କଣ ଚା ପାଇଁ ଯାଇଥିଲୁ? ଅଭଦ୍ର ନା? ପ୍ରଭାତ ଭାଇ ମତେ କହିଲେ, ଅମକେ ଭାଇ କହିଲେ। ସେ ସେଠୁ କନମଳିଆ ବାଜିବ, କୋଉ ଭାଇ କଥା ଶୁଣିବୁନି, ଡ୍ରେସ ପିନ୍ଧିକି ବେଲ୍ଟିଂ ହେଇକି ବାହାରକୁ ଯିବୁ ନାହିଁ। ବୁଝୁଛ ନା କଥାଟା? ତ ତାପରେ ନାଟକର ଯେକୌଣସି ସିନ୍ ଆମେ କରିକି ଆସିଲେ, ତଳକୁ ଆଇଲା ବେଳକୁ ଆମେ ଡରିକି ସିଆଡୁ ଆସିଥିବୁ, କାଳେ ଭୁଲ ହେଇଛି ସିନିୟର ମାନେ ଗାଳି ଦେବେ କି? ସେ କରେ ଇଲେକ୍ଟ୍ରିକ ପଟର ଯାଇକି ବୁଲୁଥିବୁ, ଏ ସେ ଟୋକା ଡାକିଲେ ଇଆଡେ କଣ ସେ ସିନ୍ କଲୁ? ଆଜି ଗୋଟେ ଖୋଲି କହୁଛି ଗୋଟେ କଥା, ଗଙ୍ଗାଧର ମଲ୍ଲିକ ଯିଏ ଥିଲେ ଯାତ୍ରାର ଆମର ଓଡିଶା ପ୍ରାୟ ନାଟ୍ୟ ପରିଚାଳକ, ସେ ଗୋଟେ ନାଟକ ଥିଲା
नाटकटा हूँ सुधांशु नायक सार नाटकटा से नाटक ब्रजवाणी जे ब्रज भाई सी रोल करते अलग जगह पलैले गदा भाई जे स्वर्गत गदा भाई सी रोलटा कले मो पाली पड़ा मुझे रोलटा कली से सीन ले गोटे एमती सिचुएसन थिला जो सिचुएसनटा मोर हो नथला तो बाकी गोटे दिन बारंबार बारंबार मते गयाधर सार कहती सीन है मुझे गोटे दिन कौन थी कहीदेली मुझे सार आप ग्रहज रखी कहते एतिकी शब्द कहीदे सारे पूरा रागिमाती पंचम अरे कौन कलु दया तू मते कौन कहलु मु ग्रहज रखी ते कहूँ कहीं से जे गयाधर मल्लिक थे से गोटे गोटे से जात्रा गोटे पोस्ट थाए प्रति कलाकार को जगिया नुआ हो पुराणा हो जगे सीन जगे नाट्य परिचालक कहती से जगती सीन ओल्ला मैंने कहती तो बाकी मु कौन गोटे कहीदेली कहीदेला से कांदी पकेले टोटाल स्टाफ एबे भी बसंत भाई अच्छा कोणार्क ओनाटे जानवे सका मत पूरा ट्यूशन है मारिया बंद कथा गला धगा धने भूल माग मुझे दिन अनुभव कली जे मोर भूल हो गुरु को एमती कहटा मु भूल मागिली सारे जाओ बुझीगले कि से कथा मोर मन अच्छी जे सीनियर माने केते ये करते से जो कथा कहते से मुझे बुझी पाइली से मुंड से ये ना मुझे बुझी पार नी कि आज मुझे बुझुची से रेगिंग बोधे सीनियर माने रेगिंग करते आमको बारंबार कहते राम हाट को जाऊँ क्रिया करता कौन कह ये डायलॉग कह ये भाव कौन ये रस कौन ये कौन कौ सीन स्थान काल पात्र विभिन्न कथा अच्छी यात्रा ये अभिनय भितर तो सही सब कथा से धरा होता जो कि आज दया ठिया तो एबेर सिचुएसन कौन है से सब जिन ना सीनियर जूनियर कौन जो मैंने जूनियर आर्टिस्ट आसुँच से कौन डायरेक्ट पैकेज नहीं आसिले गेटअप अच्छी फिगर अच्छी से पैकेज नहीं आसिले से डायरेक्ट मालिक सहित हैंडल है मालिक भी इनडायरेक्टली कही दौरान ए पिला किसी तुम कह ना कि तुम बेस ये इरिटेट करनी तेणु जो मैंने सीनियर रही से नीरव हो कि धर से कलाकार जी ग्रो करा कथा से लेवल हो पारनी तार कलार चातुरीटा जो परिमाण देखा कथा से लेवल देख पारनी दुख खबर खुशी खबर खुशी खबर सेमिति तो अनेक कथा 30 वर्ष जीवन अनेक कथा अच्छी खुशी खबर कौन आमको जो भल कहती आमको जो प्राइज दिखती से सब खुशी खबर आ दुख खबर परिवार कई मरीगले से दुख खबर ये गोटे होता मो बापा चल जाते ये मुझी रंगमहल से अवश्य से फाइनाल रिहर्सल था मो बापा मरीगला खबर पाइली किंतु मु रिहर्सल सारिकी राति 2टा पुणी गली बापा मरिकी सेठ पड़े मत रिहर्सल दबा कहला गोटे फाइनाल रिहर्सल था तो दुख खुशी सब लगी रही यात्रा सेवा बदल मत कहीं पचार तुम मु सेवा बदल किसी कहीपरि ये कौन है समस्या ये गोटे जेहेतु लाइव प्रोग्राम ये जन को जड़े पूरा रेडी गोटे पोस्टर जड़े लोक अच्छे दया ये गोटे तेणु एटी कौन हो हजार हजार लोक बसते मुझे देह खराब कोई शोबी हम नहीं माने यथासंभव आम चेष्टा करूँ आम पारु पर्यंत प्रत्येक कलाकार यथासंभव चेष्टा करती माने सालाइन लगिला बंदे आम सालाइन काढ़ी जाकि रोल करूँ ऑक्सीजन लगी आउ तो रोल करहबन ना से सब्स्टिट्यूट कौन गोटे मालिक मैनेजर चिंता करती कि से सुविधा यात्रा से सुविधा ना आ सब बड़ कथा ये स्वाधीनता बिकी आम स्वाधीनता बिकी दौचु ना तेणु ये सीन पड़गला